प्रथम खबरटी ओडिशा सरकारଙ୍କ नूतन निष्पत्ति अनुଯାयी 20 किंवा ततोधिक कर्मचारी ଥିବା ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକ ବର୍ଷର 365 ଦିନ 24 ଘଣ୍ଟା ଖୋଲା ରହିପାରିବେ। ଏହି ନିଷ୍ପତ୍ତି ଫ୍ୟାକ୍ଟରୀ ଆଇନ 1948 ଓ ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ 1956ରେ ସଂଶୋଧନ ପରେ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ରାଜ୍ୟରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ହେବ ଏବଂ ବ୍ୟବସାୟ କରିବା ସହଜ ହେବ। ଏହା ସହିତ କର୍ମଚାରୀଙ୍କ ଦୈନିକ କାର୍ଯ୍ୟ ସମୟ 9 ଘଣ୍ଟାରୁ 10 ଘଣ୍ଟାକୁ ବୃଦ୍ଧି କରାଯାଇଛି। ମହିଳାମାନେ ଲିଖିତ ସମିତି ଓ ସୁରକ୍ଷା ସର୍ତ୍ତ ସହିତ ରାତିରେ କାମ କରିପାରିବେ। ପରବର୍ତ୍ତୀ ଖବର ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ। ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର 1 ବେଳକୁ ନେଇପାରେ ଲଘୁଚାପ ରୂପ। ଉତ୍ତର ଆଣ୍ଡାମାନ ସାଗର ନିକଟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅକ୍ଟୋବର 1 ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହାର ଲଘୁଚାପ ରୂପ ନେଇପାରେ, ଯାହାର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥର ଦଶହରାକୁ ବର୍ଷା ଭିଜାଇପାରେ ବୋଲି ଆଶଙ୍କା ଦେଖାଯାଇଛି। ପରବର୍ତ୍ତୀ ଖବର ରାଜ୍ୟରେ ଆଜି ପାଗ ମେଘୁଆ ରହିଥିବା ବେଳେ କିଛି କିଛି ସ୍ଥାନରେ ବର୍ଷା ବି ହୋଇଯାଇଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ସ୍ପଟ ଚିହ୍ନ ଲଘୁଚାପ ମଧ୍ୟରେ ଦେଇ ଏକ ଟ୍ରଫଲାଇନ ଗୁଜରାଟ, ଦକ୍ଷିଣ ଛତିଶଗଡ଼, ଦକ୍ଷିଣ ଓଡ଼ିଶା, ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ଗତି କରୁଥିବାରୁ ରାଜ୍ୟର ପାଣିପାଗ ସ୍ଥିତି ଏହିଭଳି ରହିଛି। ଏଥିସହ ଆସନ୍ତାକାଲି ମଙ୍ଗଳବାର ଉତ୍ତର ଆଣ୍ଡାମାନ ସାଗରରେ ଏକ ଉପରେ ବାୟୁମଣ୍ଡଳ ସ୍ଥିର ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ବୁଧବାର ସୁଦ୍ଧା ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ବିଶେଷକରି ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ଖବର ଦେବଗଡ଼ ଥାନା ଅନ୍ତର୍ଗତ ବଲମ ଗ୍ରାମ ପଞ୍ଚାୟତ ରାଜ ଓ ପାନୀୟ ଜଳ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ରବିବାର ନାରାୟଣ ନାୟକଙ୍କ କାରକୁ ଧକ୍କା ଦେଇ 2 ଜଣ ବାଇକ୍ ଆରୋହୀ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ବଲମସ୍ଥିତ ଜାଗୃତି ଦୁର୍ଗାପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ରହିଥିଲା। ମନ୍ତ୍ରୀ ନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିଜ କାରରେ ଯୋଗ ଆସିଥିବା ବେଳେ ଆଗରେ ପୁଲିସ ଗାଡ଼ି ମଧ୍ୟ ଯାଉଥିଲା। ତେବେ ମନ୍ତ୍ରୀ ନାୟକ ଅଳ୍ପ ଦୂରରେ ଥିବା ମଲବ ଶାସନ ସାହିରେ ଜଣେ ବନ୍ଧୁଙ୍କୁ ସାକ୍ଷାତ କରିବାକୁ ଅଟକିଥିଲେ। ଫଳରେ ପୁଲିସ ପାଇଲଟ ଗାଡ଼ିଟି ଆଗକୁ ଅଗ୍ରସର ହେବା ସହ ବଲମ ମୁଖ୍ୟ ଛକରେ ପାରି ହୋଇଥିଲା। ପରବର୍ତ୍ତୀ ଖବର ରାଜଧାନୀ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ପରେ ବ୍ଲାକମେଲ ସହ ମୁହଁ ଖୋଲିଲେ ହତ୍ୟା କରିବାକୁ ଦେଇଥିଲେ ଧମକ। କେବଳ ସେତିକି ନୁହେଁ, ଦୀର୍ଘଦିନ ଧରି ଅଭିଯୁକ୍ତ 4 ସହଯୋଗୀ ଦେଉଥିଲେ ମାନସିକ ନିର୍ଯାତନା। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କମିଶନ ପୁଲିସ। ନାବାଳିକା ଜଣ ଡିସିପି ନିକଟରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ ଗତ 8 ଜାନୁଆରୀ 2024ରେ ନାବାଳିକା ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ନୟାପଲ୍ଲୀ ଅଞ୍ଚଳରୁ ଏକ କାରରେ ଅପହରଣ କରିଥିଲା ଅଭିଯୁକ୍ତ। ଗାଡ଼ି ଭିତରେ ଥିବା ତାର ସହଯୋଗୀ ଏହି ଅପହରଣ ସହଯୋଗ କରିଥିଲେ। କାରରେ ପୁରୀ ବାଇପାସ ରୋଡ ନେଇ ନିଶା ଦେଇ ବଳ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନାବାଳିକା। ପରେ ଦୁଷ୍କର୍ମ କଥା ପ୍ରଘଟ କଲେ ଫଟୋ। ଭିଡିଓ ଭାଇରାଲ ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ନାବାଳିକା ଜଣଙ୍କ। ପରବର୍ତ୍ତୀ ଖବର ଏସିଆ କପ୍ ପରେ ଏବେ ବିଶ୍ୱକପ୍ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। ଗତକାଲି ଆରମ୍ଭ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହି ମହିଳା ଦିନିକିଆ ବିଶ୍ୱକପରେ 8ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଏହି ସମୟ ମଧ୍ୟରେ ମୋଟ 31 ମ୍ୟାଚ୍ ଖେଳାଯିବ।
ପ୍ରତ୍ୟେକ ଦଳ ଲିଗ୍ ପର୍ଯ୍ୟାୟରେ 7ଟି ମ୍ୟାଚ୍ ଖେଳିବେ। ପାକିସ୍ତାନ ଦଳ ଶ୍ରୀଲଙ୍କା ଏହାର ସମସ୍ତ ମ୍ୟାଚ୍ ଖେଳିବ। ପାକିସ୍ତାନ ମହିଳା ଦଳ ସେପ୍ଟେମ୍ବର 30 ତାରିଖରେ ଗୌହାଟୀରେ ଉଦ୍‌ଘାଟନୀ ଉତ୍ସବରେ ଅଂଶଗ୍ରହଣ କଲେ ନାହିଁ। ପରବର୍ତ୍ତୀ ଖବର। ଓଡ଼ିଶା ପୁଲିସ ବିଭାଗ ସହ ଜଡ଼ିତ ବିଭିନ୍ନ ପ୍ରକାର ବିବାଦ ସୃଷ୍ଟି ହୋଇଛି। ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ପରକୀୟା ପ୍ରୀତିର ଅଭିଯୋଗ ଆସିଛି, ଯେଉଁଥିରେ ସେମାନେ ବିବାହିତ ହୋଇଥିଲେ ମଧ୍ୟ ଅନ୍ୟ ସହିତ ସମ୍ପର୍କ ରଖିଥିଲେ। ଏହା ସହିତ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ରାସ୍ତାରେ ଝଗଡ଼ା ବିକ୍ଷୋଭ ଏବଂ ସଡ଼କ ଦୁର୍ଘଟଣା ମଧ୍ୟ ଦେଖିବାକୁ ମିଳିଛି। ପରବର୍ତ୍ତୀ ଖବର। ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଶାନ୍ତି ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ଇସ୍ରାଏଲ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବାକୁ ଲକ୍ଷ୍ୟ ରଖାଯାଇଛି। ଟ୍ରମ୍ପଙ୍କ ଯୋଜନା ଅନୁଯାୟୀ ଗାଜାରେ ତୁରନ୍ତ ଯୁଦ୍ଧ ବିରତି ହେବ। ପାଲେଷ୍ଟାଇନରୁ ଇସ୍ରାଏଲ ସେନା ପ୍ରତ୍ୟାହାର ହେବ ଏବଂ ବନ୍ଦୀମାନଙ୍କୁ ମୁକ୍ତ କରାଯିବ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏହି ଶାନ୍ତି ଯୋଜନା ସହିତ ସହମତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ରମ୍ପଙ୍କ ଯୋଜନାକୁ ସ୍ୱାଗତ କରିଛନ୍ତି ଏବଂ ଅନ୍ୟ ସେମାନେ ମଧ୍ୟ ଏହାକୁ ସମର୍ଥନ କରିବେ ବୋଲି ଆଶା ରଖିଛନ୍ତି। ଯଦି ହମାସ ଏହି ଯୋଜନାକୁ ଗ୍ରହଣ କରେ, ତେବେ 72 ଘଣ୍ଟା ମଧ୍ୟରେ ସମସ୍ତ ବନ୍ଦୀଙ୍କୁ ମୁକ୍ତ କରାଯିବ। ଟ୍ରମ୍ପ 7 ମାସ ଧରି ମଧ୍ୟ 7ଟି ଯୁଦ୍ଧ ଶେଷ କରିଥିବା ଦାବି କରିଛନ୍ତି।